ପିଲାଙ୍କୁ ସେରେଲାକ୍ ଦେଉଥିଲେ ହୋଇଯାଆନ୍ତୁ ସାବଧାନ। ସେରେଲାକ୍ରେ ମିଳୁଛି ମାତ୍ରାଧିକ ଶର୍କରା, ଯାହା ପିଲାଙ୍କର ମେଦବହୁଳତା ସହିତ ଭିନ୍ନ ଭିନ୍ନ ରୋଗ ସୃଷ୍ଟି କରୁଛି। ଭାରତରେ ଦିନକୁ ଦିନ ବେବି ଫୁଡ୍ର ଚାହିଦା ବଢ଼ିବାରେ ଲାଗିଛି। ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କୁ ବେବି ଫୁଡ୍ ଦେବାରେ ଅଭ୍ୟସ୍ତ ହୋଇଗଲେଣି। ସାଧାରଣ ଘରେ ପ୍ରସ୍ତୁତ ହେଉଥିବା ଚୁଡ଼ା ଗୁଣ୍ଡ, ଛତୁଆ ଭଳି ସ୍ୱଦେଶୀ ଏବଂ ପୁଷ୍ଟିକର ଖାଦ୍ୟଠାରୁ ଦୂରେଇ ଯାଇ ବଜାରରେ ମିଳୁଥିବା ସବଷ୍ଟିଚ୍ୟୁଟ୍ ବେବି ଫୁଡ୍କୁ ଆପଣେଇ ସାରିଲେଣି ଅନେକ ଲୋକ। କିନ୍ତୁ ଏହା ଶିଶୁମାନଙ୍କ ପାଇଁ କେତେ କ୍ଷତିକାରକ ତାହା କେହି ଧ୍ୟାନ ଦେଉନାହାନ୍ତି। ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ବେବି ଫୁଡ୍ ଭିତରୁ ନେସ୍ଲେର 2ଟି ସର୍ବାଧିକ ବିକ୍ରି ହେଉଥିବା ବେବି ଫୁଡ୍ ବ୍ରାଣ୍ଡରେ ବହୁ ପରିମାଣରେ ଚିନି ଥିବା ଦେଖିବାକୁ ମିଳିଛି। ତେବେ ଚିନ୍ତାର ବିଷୟ ହେଉଛି ଏହି ସମାନ ପ୍ରଡକ୍ଟଟି ଇଂଲଣ୍ଡ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶଗୁଡ଼ିକରେ ଚିନିମୁକ୍ତ ହେଉଥିବା ବେଳେ ଭାରତକୁ ଆସୁଥିବା ପ୍ରଡକ୍ଟରେ ଅଧିକ 3 ଗ୍ରାମ ଚିନି ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟି କରିଥାଏ। ଏହା ମଧ୍ୟ ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି। ତେବେ ଏନେଇ ନେସ୍ଲେ ଇଣ୍ଡିଆ ଲିମିଟେଡ୍ର ମୁଖପାତ୍ର ଏକ ଜାତୀୟ ଗଣମାଧ୍ୟମରେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ କମ୍ପାନୀ ଗତ 5 ବର୍ଷରେ ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ 30% ହ୍ରାସ କରିଛି ଏବଂ ସେଗୁଡ଼ିକୁ ଆହୁରି ହ୍ରାସ କରିବାକୁ ପ୍ରଡକ୍ଟଗୁଡ଼ିକର ସମୀକ୍ଷା କରାଯାଉଛି। ଅନ୍ୟପଟେ ଅନୁସନ୍ଧାନରୁ ଜଣାଯାଇଛି ଯେ ଭାରତରେ ମିଳୁଥିବା ସେରେଲାକ୍ରେ ହାରାହାରି 3 ଗ୍ରାମ ଚିନି ଅଧିକ ରହିଛି, କିନ୍ତୁ ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି। ବ୍ୟୁରୋ ରିପୋର୍ଟ, ଉତ୍କଳ କ୍ରାନ୍ତି।